Good afternoon. দেখো ড্রামা পড়েছে তাই না? তো ড্রামা পড়া যে আমার মনে হচ্ছে না আমার আমার পেছনে অনেক প্রসেস হচ্ছে। তো পেছনে অনেক প্রসেস আমার কেন যে আমার মনে হচ্ছে অ্যাপ্লিকেশন ନା ଆମର ଡ୍ରାମାର ଆପ୍ଲିକେସନ ରହୁଛି। ଡ୍ରାମା କାହିଁକି ହচ্ছে ଗୁରୁତ୍ୱ ଦେବା ଡ୍ରାମା ଉପରେ ଆମେ କାହିଁକି ଗୁରୁତ୍ୱ ଦେବା ସେ ବିଷୟରେ ବର୍ତ୍ତମାନ ଆମେ ଚାଲିବା। ତ ଦେଖ ତମର କଣ ହଉଛି ନା ଡ୍ରାମାଟା ସବୁବେଳେ ସେ ମନରେ ଆମର ମେମୋରାଇଜ ସେ ବେଶୀ ଆମର ଗୁରୁତ୍ୱ ଦିଆ ନାହିଁ। ସେ ସବୁବେଳେ କଣ ଡ୍ରାମାଟା କହୁଛି ନା ଆମେ ଆକ୍ସନ ଉପରେ ସେ ଆମର ଗୁରୁତ୍ୱ ଦିଏ। ଡ୍ରାମା ସବୁବେଳେ ଆକ୍ସନ ଓରିଏଣ୍ଟେଡ। ତ ଡ୍ରାମାଟା ସବୁବେଳେ କଣ ଆମେ ଆକ୍ସନଟା କେମିତି କରିବୁ ତା ଉପରେ ସେ ଗୁରୁତ୍ୱ। ତ ଏଇ ଡ୍ରାମା ଉପରେ ଆମର ପ୍ରୋଗ୍ରେସ କଣ ଆମ ମୁଭମେଣ୍ଟ କଣ ହବ ଆମର ଆକ୍ସନ କଣ ହବ ସେ ତାହାରି ଉପରେ ହିଁ ବା ଆମେ କଣ ଡୁଇଂ କରିବୁ ଆମେ କଣ କରିବୁ ତାହାରି ଉପରେ ସେ କଣ ନା ଆମର ମେନ୍ ଫୋକସ କରନ୍ତି। କିନ୍ତୁ ମେମୋରାଇଜେସନ ଉପରେ ସେ କରିପାରିବେ। କିନ୍ତୁ କମ ପର୍ଯ୍ୟନ୍ତ କଥା କହିବାରେ କଣ ଆମର ଆକ୍ସନ କଥା ଯେତେବେଳେ ନ ରଖୁଛି ତାକୁ ବେଶୀ କଣ ରଖେ ସେ ଆମର ମେମୋରାଇଜେସନ ଉପରେ କଥାରେ ଆସେ। ତ ଡ୍ରାମାଟା କାହିଁକି ଆମେ ଏତେ ଗୁରୁତ୍ୱ ଦଉଛୁ ନା ଆମ ଡ୍ରାମାର ଆମର ଏଜୁକେସନ ଡ୍ରାମା ବହୁତ ଗୋଟେ ପଏଣ୍ଟରେ ଗୋଟେ ଲାର୍ନରକୁ ହେଲ୍ପ କଣ କଣ ସେତେ ଗୋଟେ ହେଲ୍ପ କଲେ ଆମେ ସେଇଟାକୁ ବର୍ତ୍ତମାନ ସେ କଣ ରହୁଛି ନା ଦେଖ ଜଣେ ଲାର୍ନର ହଉ ବା ଗୋଟେ ଏଜୁକେସନ ଫିଲ୍ଡରେ ଆମର ଡ୍ରାମାଟା କଣ କରୁଛି ନା ତମର ଡ୍ରାମା କଣ ହେଲା ନା ସେ ଡୁଇଂ ଉପରେ ସେ ବେଶୀ तो ସେଇ ଦିନରୁ ଆମେ ଡ୍ରାମାଟାକୁ ବେଶୀ କଥା ଗୁରୁତ୍ୱ ଦଉଛେ ସେ କଣ କରୁଛେ ତାପରେ ସେ ଗୁରୁତ୍ୱ ଦଉଛି ଆଉ ସେ ବହୁତ ଫିଲ୍ଡରେ ଆମକୁ ହେଲ୍ପ तो ସେ ସବୁ କଣ ଫିଲ୍ଡରେ ଆମକୁ ହେଲ୍ପ ସେ ବିଷୟରେ ଜାଣନ୍ତେ ଡ୍ରାମା ଲଭ ଆସିବା ଡ୍ରାମା ଦେଖି ବହୁତ ଅଧିକ और ड्रामा ना केते भी पड़ जाए तो से ड्रामा बहुत इम्पोर्टेंट मन हो तो तमर रोज कोन ड्रामा न हां कोन करते ना ना कोन इंटीग्रेशन ड्रामा हेल्प और कौन कौन से कौन को जागे से सिस्टम हाँ देखो ड्रामा रे हमें बहुत में जिनिस जानते हैं तो जिनिस जानते ना हम देखो हम लाइफ रे कोन हबो डे टू डे लाइफ रे कोन हबो तो निश्चय सब हम कोन ना लाइफ रे काम कोन हबो बट मैं का लाइफ का जिले तो भाबो कहबा से जिले से ना पी तो तार का मत हाथ पर कोन हबो ना ड्रामा इज part of ନା କଣ ରହୁଛି ନା ଡ୍ରାମା ଇଜ ପାର୍ଟ ଅଫ ରିଅଲ ଲାଇଫ। ତ ଡ୍ରାମାଟା କଣ ରହୁଛି ତମର ନା ଗୋଟେ ପାର୍ଟ ରହୁଛି ତମ ରିଅଲ ଲାଇଫ ରେ କଣ ଘଟୁଛି ତାକୁ ତମେ କଣ ଡ୍ରାମାଟା ଦେଖୁଛ ଡ୍ରାମାଟା ତମେ କଣ କରୁଛ ସବୁବେଳେ ତୁମେ କଣ ନିଶ୍ଚିତ ଯଦି ଗୋଟେ କାମ କରୁଛ କଣ ନା ତମ ରିଅଲ ଲାଇଫ ସହିତ ତମ ସହିତ କଣ ଗୋଟେ ସମସ୍ୟା ରହୁଛି ସେଇଟାକୁ ତମେ ଧ୍ୟାନ ନାଇଁ ତ ସେଇ ଜିନିଷ ଫାର୍ଷ୍ଟ ପଏଣ୍ଟ ତମର କଣ ଅଛି ଆମର ଡ୍ରାମା ଇଜ ପାର୍ଟ ଅଫ ରିଅଲ ଲାଇଫ।
ଯଦି ଲାଇଫ ଭିତରେ ଆମର ସେଟା ପାର୍ଟ ହଉଛି ତମେ କଣ କରିବ ତମେ ଯେହେତୁ ଆମର ଷ୍ଟୁଡେଣ୍ଟ ବା ଆମେ କିଛି କହିବା ସେ କଣ କରନ୍ତି ନା ଷ୍ଟୁଡେଣ୍ଟ ମାନଙ୍କୁ ସେ ଡିଲ୍ କରନ୍ତି କଣ ସେ ଡ୍ରାମା ସହିତ ତାର ଲାଇଫ ପ୍ରୋବ୍ଲେମ ସେ ଡିଲ୍ କଣ କରୁଛି କଣ କରୁଛି ନା ସେ ଡିଲ୍ କରୁଛି କଣ ନା ଷ୍ଟୁଡେଣ୍ଟ ତାହେଲେ ସେ ପଛରେ ଦେଖାଯାଉନି ତମେ ଦେଖାଯାଉନି ହଉ ତ ଏଇ ତମର इस पार्ट ऑफ रियल लाइफ होना को प्रिपेयर कर कौन दमन ना हमरो मतलब रियल प्रॉब्लम कहते पर डे टू डे लाइफ का प्रॉब्लम है से अंदर तो सही दृष्टिରୁ ଆମର କଣ କରୁଛେ ନା ଆମର ବ୍ରାହ୍ମଣ ଯୋଉ ଆକ୍ଟିଂ ହଉ ସବୁବେଳେ ପିଲାମାନେ ହୁଅନ୍ତୁ ବା ଯୋଉ ଏଜୁକେସନ ଫିଲ୍ଡରେ ଯିଏ ବି ଥାଆନ୍ତୁ ବା ଯୋଉ ବ୍ରାହ୍ମଣ ଗୋଟେ ସବ୍ ହଉଥିବ ସେଇ କ୍ଲିୟର ବି ଥାଆନ୍ତୁ ନାହିଁ ସେ ସବୁବେଳେ କଣ କରୁଥିବେ ତାର ଆପଣ ନିଜ ଲାଇଫ ସ୍ପେସ୍ କଣ ଯାହା ଫଳରେ କଣ ପ୍ରୋବ୍ଲେମ ରହୁଛି ସେ ଗ୍ରାମରେ କଣ ଗୋଟେ ପ୍ରୋବ୍ଲେମ କହିବାର ଅଛି ତ ଆମର କଣ ପ୍ରୋବ୍ଲେମ ରହୁଛି ଆମ ଲାଇଫରେ କଣ ପ୍ରୋବ୍ଲେମ ରହୁଛି ତ ସେଇ ଅନୁସାରେ ସେ ଡ୍ରାମା ଅନୁସାରେ ସେ ଆକ୍ଟିଂ ଯୋଉ ଆମର ବ୍ୟକ୍ତି ସେ କହୁଛନ୍ତି ସେ କେମିତି ଆମକୁ ଖାପ ଖୁଆଇଛନ୍ତି ବଟ୍ କେମିତି ଡିଲ୍ କରୁଛନ୍ତି ସେଇ ଅନୁସାରେ ପିଲା କଣ କରିବ ନା ସେ ନିଜକୁ କେମିତି ସେଇ ଅନୁସାରେ ଆମର କରିବ ନା ମେକଅପ୍ କରିପାରିବ ସେଇ ଅନୁଯାୟୀ ଚିନ୍ତା କରିବ ତ ସେଇ ଦେଖିବ ଡ୍ରାମାଟା ଫାଷ୍ଟ ହେଲା କଣ ହଉଛି ନା ଡ୍ରାମା ଇଜ ପାର୍ଟ ଅଫ ରିଅଲ ଲାଇଫ ଯୋଉଟା କଣ ପ୍ରିପେୟାର କରିବ ପିଲାମାନଙ୍କୁ ନା ସେ ପ୍ରିପେୟାର କରି କଣ କହୁଥିଲେ ନା ଆମର given ତ ସିଏ କଣ କରିବ ପିଲାମାନଙ୍କୁ ପ୍ରିପେୟାର କରିବ କଣ ହଉଛି ନା ସେମାନଙ୍କର ରିଅଲ ଲାଇଫ ର ପ୍ରୋବ୍ଲେମ ସବୁ କଣ ରହୁଛି ସେଥିପାଇଁ ସେମାନଙ୍କୁ ପ୍ରିପେୟାର ତ ସେଇ ଦୃଷ୍ଟିରୁ ଆମର କଣ କରିବେ ନା ପିଲାମାନେ ସେଇଠି କଣ ହୁଏ ନା ପିଲାମାନଙ୍କର ଯୋଉ ପ୍ରୋବ୍ଲେମ ରହୁଛି ତାକୁ କେମିତି ସର୍ଟ ଆଉଟ କରିବେ ସେ ସେଇଠୁ ଶିଖନ୍ତି ଗ୍ରାମ ଅଞ୍ଚଳ ସେ ଶିଖନ୍ତି ଗ୍ରାମରେ କେମିତି ସର୍ଟ ଆଉଟ ହଉଛି ଆମ ପ୍ରୋବ୍ଲେମଟା ସେ ସେଇ ଅନୁସାରେ ତାପରେ 2 ନମ୍ବର ପଏଣ୍ଟ କଣ କଣ ଗ୍ରାମ ଆଉ ଗୋଟେ କଣ ପିଲାମାନଙ୍କୁ ହେଲ୍ପ କରୁଛି ବା ଆମର ଷ୍ଟୁଡେଣ୍ଟ ମାନଙ୍କୁ କରୁଛି ତା ଆମର ହଉଛି ଗ୍ରାମ ଏନଗେଜ ଷ୍ଟୁଡେଣ୍ଟ ଇନ କ୍ରିଏଟିଂ ପ୍ରୋବ୍ଲେମ ଗ୍ରାମ କଣ କରୁଛି ନା ସିଏ ଏନଗେଜ ଷ୍ଟୁଡେଣ୍ଟ ଇନ କଣ ହଉଛି ନା ୱାନ୍ କ୍ରିଏଟିଭ ପ୍ରୋବ୍ଲେମ ତ ପ୍ରୋବ୍ଲେମ ସଲଭ କରିବା ପାଇଁ ମଧ୍ୟ ଡ୍ରାମାଟା ତମର ହଉଛି ଆମର ହେଲ୍ପିଂ ଖାଲି ସେ ଏଇ ଆମର ପ୍ରୋବ୍ଲେମ ସଲଭିଂ ସେ ଆହୁରି କଣ ଡିସିସନ ମେକିଂ ଯୋଉ ମଧ୍ୟ ସେ ସାହାଯ୍ୟ କରୁଛି ଖାଲି ଯେ ଆମେ କହିପାରିବୁ ସେ ପ୍ରୋବ୍ଲେମ ସଲ୍ଭ କରୁଛି ତା ସହିତ ସେ କଣ ପାଇଁ ଡିସିସନ ନବା ସେଠି ମଧ୍ୟ ଭାବରେ ଡ୍ରାମା ଫ୍ଲୋରେସଟା ହେଇଯାଏ ତାହେଲେ କଣ ହେଲା ନା ଡ୍ରାମା ଏଜୁକେଟ ଷ୍ଟୁଡେଣ୍ଟ ଦିନେ କ୍ରିଏଟିଂ
ଇଏ ହଉଛି ପ୍ରୋବ୍ଲେମ ସଲଭିଂ ଏଣ୍ଡ ଡିସିସନ। ତ ଦେଖ କେତେବେଳେ ଗୋଟେ ଡ୍ରାମା ଗୋଟେ କରୁଥିବ ମାନେ ଡ୍ରାମା ଗୋଟେ ଯେମିତି ଶୋ ହଉଥିବ ସେତେବେଳେ ପିଲା କଣ କରିବେ ନା ଡ୍ରାମା ସିଚୁଏସନ କଣ ଅଛି ସେଠି କୋଉ ପ୍ରକାର କିଏ ଆଗରୁ କହି ଯାଉଥିଲେ ନବୁ ନା କଣ ନା କୋଉ ପ୍ରକାର ପ୍ରୋବ୍ଲେମ ସଲ୍ଭ କରେ। ତ ସେମାନେ କଣ କରିବେ ଯେ ଡ୍ରାମାକୁ ଲକ୍ଷ୍ୟ କରିକି ଡେ ଟୁ ଡେ ଲାଇଫ ଯୋଉ କମ୍ପେୟାର କରିଥିଲେ ନିଜ ଲାଇଫ ସହିତ ଯୋଉ ଡ୍ରାମା କରିବୁ ତାପରେ ସେଠି କଣ ପ୍ରକାର ପ୍ରୋବ୍ଲେମ ସଲ୍ଭ ହଉଛି କଣ ପ୍ରକାର ପ୍ରୋବ୍ଲେମ ଏରାଇଜ ଅଛି ତାକୁ କେମିତି ସଲ୍ଭ କରିବୁ ସେଇଟା ସେଟା ସେମାନେ ଦେଖୁଛେ ଏଇ ପ୍ରକାର ଆମର ଯଦି ପ୍ରୋବ୍ଲେମ ସଲ୍ଭ ହେଇଯାଉଛି ଆମ ଲାଇଫରେ ଆମେ ତାକୁ ୟୁଜ କରିବା ଲାଇଫରେ ୟୁଜ କରି ସେଇ ପ୍ରକାର ଡିସିସନ ନେଇକି ଆମେ କରିପାରିବା ନା ଆମେ ତାକୁ ପ୍ରୋବ୍ଲେମ ଟାକୁ ସର୍ଟ ଆଉଟ କରିପାରିବା ସେମାନେ ସେଇ ପ୍ରକାର ସମାଜରେ କଣ ପାଇଁ ପ୍ରୋବ୍ଲେମ ସଲଭିଂ ସ୍କିଲ ଟା ସେମାନଙ୍କର ବଢିଯାଏ। ତ ସେଇ ଦୃଷ୍ଟିରୁ ଆମର ଡ୍ରାମାଟା ବହୁତ ହେଲ୍ପଫୁଲ ହେଇଯାଏ ଡ୍ରାମା। ତ ଏଇ ଦୃଷ୍ଟିରୁ ସେମାନେ କଣ କରନ୍ତି ନା ଏଇ ପ୍ରୋବ୍ଲେମ ସଲଭିଂଟା କେତେବେଳେ ହବ ପ୍ରୋବ୍ଲେମ ଟା ପିଲାମାନଙ୍କୁ କେତେବେଳେ ଆସେ ନା କିଛି କୋଶ୍ଚିନ୍ ଏରା ଯାଇକି ପ୍ରୋବ୍ଲେମ ଆସେ ପିଲାମାନେ ପଢୁଛନ୍ତି ଜିନିଷ ଇମ୍ପ୍ରୁଭ ହବ ନା କିଛି କୋଶ୍ଚିନ୍ ଏରା ତ କୋଶ୍ଚିନ୍ ଏରେଜ ହେଲେ କୋଶ୍ଚିନ୍ ର ମାନେ ଆନ୍ସର ପାଇବେ ସେତେବେଳେ ତାଙ୍କୁ କଣ ପ୍ରୋବ୍ଲେମ ଟା ତାପରେ କଣ ହବ ନା ସେମାନେ ଆଉ ଗୋଟେ ସେମାନେ ତା ନେଚର ଗୋଟେ ଆମର କଣ ନା ରେସ୍ପନ୍ସ ନେଚର ଆମର ସେମାନଙ୍କ ଡେଭଲପ ଯାହାଫଳରେ ସେମାନେ କହୁଛନ୍ତି କୋଉ କ୍ଷେତ୍ରରେ କୋଉ ପ୍ରକାର ରେସ୍ପନ୍ସ ନେବା ଦରକାର ସେମାନଙ୍କ ଭିତରେ ସେମାନେ ସେଇଟା ଡିସିସନ ଟା ନେଇପାରନ୍ତି। ତାପରେ ସେମାନେ କଣ କରିଥିବେ ତାପରେ ସେ କଣ ହବ ନା ସେମାନେ ଆହୁରି ଗୋଟେ ନେଚର ହୁଏ ନା ଏକ୍ସପ୍ଲାନ ଏକ୍ସପ୍ଲାନ ଏ ଜିନିଷ କେମିତି ଏକ୍ସପ୍ଲାନ କରିବେ ସେଇଟା ତମକୁ ଗ୍ରାମାର ଭଲ ଭାବରେ तो यही सब दिन मतलब के दोस्त कौन है ना क्वेश्चन क्वेश्चन है ये है सॉल्व करके सभी सब माने हमरो सॉल्यूशन बाहर करନ୍ତି ତା ସହିତ ରେସ୍ପନ୍ସ କୋଉ ପ୍ରକାର ରେସ୍ପନ୍ସ କରିବେ କେତେବେଳେ ନହେଲେ ଏ ସବୁ ମାନେ ରେସ୍ପନ୍ସ ନେବା ଆଉ କଣ ସବୁ ଜିନିଷ ପ୍ରତି ଏକ୍ସଟ୍ରା ଯଦି ଭଲ ନୁହେଁ ତ ସେମାନେ କରନ୍ତି ସେ ଜିନିଷ ସେମାନେ तो এইটা কাজ করে দিতে আর নিশ্চিত হচ্ছে আমার ড্রামা তো ড্রামা তো ସେମାନଙ୍କୁ ଏଇ ପ୍ରକାର ଅଛି ତାପରେ ଦିଦି ତମ ପଏଣ୍ଟ ରହୁଛି ନା ଆମର ହେଲ୍ପ ନୁହଁ ଡ୍ରାମା ହେଲ୍ପ କରୁଛି କୋଉଠି ହେଲ୍ପ କରୁଛି ଆମର ତ ଡ୍ରାମା ହେଲ୍ପ ଷ୍ଟୋରି କୋଉ କୋଉ ଜାଗାରେ ସେ ଡ୍ରାମାଟା ହେଲ୍ପ କରୁଛି ଦିଟା ପଏଣ୍ଟ ଗଲା ହେଲା କଣ ନା ଡେ ଟୁ ଡେ ଲାଇଫରେ ସେମାନଙ୍କୁ ହେଲ୍ପ କଲା ତା ସହିତ ଆମର ପ୍ରୋବ୍ଲେମ ସଲଭିଂ ହେଲା ଡିସିସନ ହେଲା ମୁଁ ନମ୍ବର ସେମାନଙ୍କୁ କଣ କହୁଛି ନା verbal ଆଉ ନନ୍ verbal କମ୍ୟୁନିକେସନ ପାଇଁ ମଧ୍ୟ ଆମର କଣ ନା ଆମର ଡ୍ରାମାଟାକୁ କଣ କରୁଛି ନା ଡ୍ରାମା ଡେଭଲପ ତ କଣ କରୁଛି ଦେଖ ଯେତେବେଳେ ଡ୍ରାମାଟା ହୁଏ କେବଳ ମାତ୍ର ସେମାନେ ତ ଖାଲି ଆକ୍ଟିଂ କରନ୍ତି ନାହିଁ ସେମାନେ କଣ କରନ୍ତି ନା ଭର୍ବାଲ ନନ୍ ଭର୍ବାଲ ଲାଙ୍ଗୁଏଜ ବିଷୟ କଣ ନା ଆମର ଲାଙ୍ଗୁଏଜ ର ତ ଲାଙ୍ଗୁଏଜ କଥା ଆସୁଛି ମାନେ ସେଠି କଣ ରହିବ ନିଶ୍ଚିତ କଣ ଭର୍ବାଲ ଭର୍ବାଲ କଣ ଥାଏ ତ ସେଇ ଦୃଷ୍ଟିରୁ ସେମାନଙ୍କ ଭର୍ବାଲ ଆଉ ନନ୍ ଭର୍ବାଲ ଆମର କମ୍ୟୁନିକେସନ କଣ ହୁଏ ନା ଡେଭଲପ ତ ସେମାନେ ଡ୍ରାମା ଯେତେବେଳେ ଦେଖିବେ ସେମାନଙ୍କ ଭିତରେ କଣ ହବ ଯାହା ବି ସେମାନଙ୍କ ଡାଉଟ ଥିବ ସେମାନେ ସାଧାରଣତଃ ମୁଁ ମୋ କଥା କହୁଛି ଯେତେବେଳେ ହିନ୍ଦୀ ଯେତେବେଳେ ଭଲ ଭାବେ ଜାଣିନଥିଲି ମୁଁ କଣ କରୁଥିଲି ନା ରେଗୁଲାରଲି କିଛି ହିନ୍ଦୀ ଫିଲ୍ମ କହିବି ଫିଲ୍ମ ଦେଖେ ମୋର ଦେଖିବାର କୌଣସି ମତଲବ ନଥିଲା କେବଳ ମାତ୍ର ମୋର ମତଲବ ଥିଲା କଣ ହିନ୍ଦୀ ଲାଙ୍ଗୁଏଜ ଟାକୁ ମୁଁ କେମିତି ଭଲ କି ଜାଣିବି
ପ୍ରାଇମ ମିନିଷ୍ଟର କଥା ମୁଁ କହୁଛି ମୋର ଯେତେବେଳେ ହିନ୍ଦୀ ଶିଖିବା ପାଇଁ ମୋର ଗୋଟେ ଆଗ୍ରହ ବଢିଲା ତେଣୁ କଣ କରିବେ ନା ହିନ୍ଦୀ ଫିଲ୍ମ ଦେଖେ ହିନ୍ଦୀ ଫିଲ୍ମ ଦେଖିବାର ମାନେ ଅତୁଳନୀୟ କଥା କେବଳ ଗୋଟିଏ ଆମର ଲକ୍ଷ୍ୟ ଥାଏ ନା ହିନ୍ଦୀ ଆମର ଲାଙ୍ଗୁଏଜ କେମିତି ଭଲ ଜାଣିବି ତ ସେଇ ଦୃଷ୍ଟିରୁ ମୁଁ ସେଇ ପ୍ରକାରର କଣ କରୁଛି ନା ହିନ୍ଦୀ ଫିଲ୍ମକୁ ଦେଖେ ବା ହିନ୍ଦୀ ରିଲେଟେଡ ଭିଡିଓ କୁ ଦେଖେ ଯାହା ଯାହାକି ମୋତେ ପରବର୍ତ୍ତୀ ସମୟରେ ହିନ୍ଦୀ ଜାଣିବା ପାଇଁ ବହୁତ ହେଲ୍ପ ତ ଏଇଟା କେମିତି ହେଇଗଲା ନା ଡ୍ରାମା ମାଧ୍ୟମରେ ଫିଲ୍ମ ଡକ୍ୟୁମେଣ୍ଟାରୀ ସେ ଡ୍ରାମାର ସେ ପାର୍ଟ ସେ ବି ଆକ୍ଟିଂ ପାର୍ଟ ସେଇ ଆମର ଫିଲ୍ମ କରୁଛନ୍ତି ଡ୍ରାମାଟା ସେଇ ଭିତରେ ହେଲ୍ପ କରେ ଗୋଟେ ଲାଙ୍ଗୁଏଜ ବିଷୟରେ ହେଇପାରେ ବା ଯେଉଁ କୌଣସି ଗୋଟେ ଆମର କଲଚର ବିଷୟରେ ହେଇପାରେ ସେଟାକୁ ମିଳେ ଭାରତର ନର୍ମାଲ କମ୍ୟୁନିକେସନ ପାଇଁ ସେଇ ଡ୍ରାମାଟା ବହୁତ ହେଲ୍ପଫୁଲ ତ ସେଇ ଦିଗରୁ ଆମର ଯଦି ଭାରବାଲ ଯଦି ଆମର ଷ୍ଟ୍ରଙ୍ଗ କରିବାର ଅଛି ନା ନିଶ୍ଚିତ ରୂପେ ସେ ଡ୍ରାମାଟା ଆମର ଡ୍ରାମା ଫିଲ୍ମ ଯଦି ଆମେ ଯିବା ତାପରେ କଣ କରେ ନା ଡ୍ରାମା ସାଇକୋଲୋଜିକାଲ ୱେଲବିଂ ବି ଆମର ବଢେଇ ଆମର ସାଧନ ମାନେ ନା ଡ୍ରାମା କ୍ୟାନ୍ ଏଲିଭେଟ୍ କଣ କରୁଛି ସେ drama can enhance students' psychological well-being. ଦେଖ ଡ୍ରାମା ଆଉ ଗୋଟେ କଣ ନା ଆମର ସାଇକୋଲୋଜିକାଲ ସେମାନଙ୍କୁ ମାନସିକ ସ୍ତରରେ ସେମାନେ ରହିବେ ସେମାନେ କଣ କରିବ ନା ଡ୍ରାମାର ସବୁବେଳେ ଦେଖିଥିବ ଶେଷରେ କଣ କରିବେ ନା ଯୋଉ ପଏଣ୍ଟ ବି ଥାଉ ନା କାହିଁକି ଶେଷରେ ସେମାନଙ୍କ ତା ଭିତରେ ଭଲ କଣ ଜିନିଷ ସେଇ ଜିନିଷଟା ବାହାରେ ତମେ ଡ୍ରାମା ଦେଖ ବା ପେରା ଦେଖ ସବୁ ଶେଷରେ କଣ ନା ସେମାନେ ସବୁ କଣ ସମାଜ ପ୍ରତି କୋଣଟା ସେ ପୁଣି ଆମର ଏଇ ଘଟଣା ହେଇପାରେ ସେଇ ପ୍ରକାରର ଘଟଣାକୁ ଆମେ କଣ କରୁ ତ ସେ ଡ୍ରାମାଟା ସବୁବେଳେ କଣ କରିବ ଆମର ଯେମିତି ୱେଲ ମେନର ହେଇପାରେ ବା ୱେଲ ବିଂ ଯଦି ଆମର ଭଲ ଭିତରେ ନେଚରଟାକୁ ଡେଭଲପ ହବ ସେଥିପାଇଁ କଣ କରେ ନା ଡ୍ରାମାଟା ଆମର ଟର୍ନ করে ଆମର କଣ ପିଲାମାନେ ସେଇଭଳି ଆମର ଡାଇଭର୍ଟ ତ ସେଇଥିପାଇଁ ଡ୍ରାମା ଏନଏନ୍ସ ସାଇକୋଲୋଜିକାଲ ୱେଲ ତ ମାନସିକ ସ୍ତରରେ ସେମାନେ କଣ କରେ ନା ଭଲ ଜିନିଷଟାକୁ ଶିଖେଇବି ଆଉ କେମିତି ସେମାନେ ଡେଭଲପ କରିବେ ନିଜ ଭିତରେ ସେଇଟାରେ ସେମାନେ କଣ କରୁଛନ୍ତି ନା ସେଇଠି ଆମର ଗୋଟିଏ ସ୍କୋପ ପାଇଯାନ୍ତି କଣ ନା ଡ୍ରାମା ଯାହାକି ଡ୍ରାମା ସାଇକୋଲୋଜିକାଲ ଆମର ଡେଭଲପ ତାପରେ ଆଉ ଡ୍ରାମା କୋଉଠି ହେଲ୍ପ କରୁଛି ନା ଡ୍ରାମା ଡେଭଲପ କଣ କରୁଛି ନା ଏମ୍ପାଥି ଏଣ୍ଡ ନ୍ୟୁ ପର୍ସପେକ୍ଟିଭ କଣ କରୁଛି କଣ କରୁଛି ଯେ ନା ଆମର ନ୍ୟୁ ପର୍ସପେକ୍ଟିଭ ଦେଉଛି ଲାଗେ ଆମର ପର୍ସପେକ୍ଟିଭ ଆମର କଣ କରୁଛି ନା ଏମ୍ପାଥି ସେ ଆମର କଣ କ୍ରିଏଟ କରୁଛି ଯାହାକି କଣ କରୁଛି ନା ସେ ଗୋଟେ କଣ କରୁଛି ନା ଆମର ଡ୍ରାମାଟା ଗୋଟେ କଣ କରୁଛି ଆମେ ଗୁଡ କ୍ୟାରେକ୍ଟର କେମିତି ଆମର ଗୁଡ କ୍ୟାରେକ୍ଟର କେମିତି ଭଲ କ୍ୟାରେକ୍ଟର ହେଲା ପରେ କେମିତି ତାକୁ ସମସ୍ତେ ଭଲ ପାଇବେ କେମିତି ତାମାନେ ଆମର ନେଚରଟା ସମସ୍ତଙ୍କୁ ଗ୍ରହଣୀୟ ରହେ ତ ସେଇ ପ୍ରକାର ଆମର ରେସ୍ପନ୍ସଟା କଣ ଆସେ ନା ପିଲାମାନଙ୍କ କଥା ଆସେ ତ ସେମାନେ ମଧ୍ୟ ସେମାନଙ୍କ କ୍ୟାରେକ୍ଟର ବା ରୋଲଟା ହୁଏ ସେ କ୍ୟାରେକ୍ଟର ଭିତରେ ନିଜକୁ ଆମର କଣ କରୁଛି ନା ଇନଭଲ୍ଭ କରିକି ସେମାନଙ୍କର କଣ ନା ଏମ୍ପାଥି ସେଟା ଡେଭଲପ କରେ ତ ତାପରେ କଣ କି ସେଇ ଅନୁସାରେ ସେଇ ଆମର ସେଇ ପ୍ରକାର ନେଚରଟା ତାଙ୍କ ଭିତରେ କଣ ନା ପ୍ରତିଫଳିତ କରା ଯାହାଫଳରେ ସେମାନେ କଣ ଯେ ନା ଆମର ପଜିଟିଭ ଆଡକୁ ସେମାନେ ଯୋଉଟାକି ଆମର ଏଜୁକେସନ କହିଲେ ତ ତାପରେ ସେମାନେ କହନ୍ତି ଡ୍ରାମା କଣ କରେ ନା କୋଅପରେସନ ବିଲ୍ଡ କରେ ଆଉ ଡେଭଲପ କରେ କାହା ସହିତ ଡେଭଲପ କରେ କଣ କାହା ସହିତ ନା ଆମର ସୋସିଆଲ ଜିନିଷ ସେ ଆମର କୋଅପରେସନ ତାପରେ ଡ୍ରାମା କଣ କରୁଛି
cooperation, builds cooperation and develop ସେ କଣ କରୁଛି ନା ଆଉ ଡେଭଲପ କଣ କରିବେ ନା ଆମର other system ତାକୁ କଣ କରୁଛି ନା ଗ୍ରାମ ମାଧ୍ୟମରେ ପିଲାଟେ କଣ ଶିଖିଲା ନା ସେ କୋଅପରେସନ କରିବେ ଆମ ସୋସାଇଟି ନିଜ ନିଜ ଭିତରେ କେମିତି କାମ କରିବେ ତ ପିଲା ଯଦି ସ୍କୁଲରେ ରହୁଛି କଣ ହଉଛି ନା ଡ୍ରାମା ଦେଖିଲା ଏଇ ପ୍ରକାର ଷ୍ଟୋରି ବା ଏଇ ପ୍ରକାର ପ୍ଲେ ଯେତେବେଳେ କ୍ୟାରେକ୍ଟର ପ୍ଲେ ହଉଥିଲା ସେମାନଙ୍କ ଭିତରେ କୋଅପରେସନ ଭଲ ରହିଥିଲା ବୋଲି ସେମାନେ ଡେଭଲପ କରିଥିଲେ ତ ସେଇଟା ହଉଛି ନିଜ ଭିତରେ ଯେତେବେଳେ ଦେଖିବେ ନା ସେତେବେଳେ କଣ ନା ପିଲା ଭିତରେ କୋଅପରେସନ କରେ ତାପରେ କଣ କରିବ ନା ସେ ଗୋଟେ ନିଜ ଭିତରେ ଗୋଟେ ଡେଭଲପ କରିବ କଣ ନା କେମିତି ନିଜ ଆମ ସୋସିଆଲ ସ୍କିଲ ଟା କେମିତି ରହିବ ଦେଖିଲା ଯେ ନା ଗୋଟେ ମୋ ମାଧ୍ୟମରେ ଦେଖିଲା ଯେ ଜଣେ ଅନ୍ୟକୁ ସାହାଯ୍ୟ କଲା ଫଳରେ ତା ସମାଜରେ ଡେଭଲପ ଆରମ୍ଭ ତ ଯିଏ କହିଲା ଯେ ଆମେ ନିଜେ ନିଜେ ପରସ୍ପର ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆମର କଣ କରିବା ସମ୍ପର୍କ ରଖିବା ତାହେଲେ ଆମର ନିଶ୍ଚିତ ରୂପେ ଆମର ଡେଭଲପ ଅର୍ଥାତ୍ ସେ ଦେଖିଲା ଜଣେ ଅନ୍ୟକୁ ସାହାଯ୍ୟ କଲା ଫଳରେ ଉଭୟଙ୍କର ଉନ୍ନତି ହୁଏ ତ ଇଏ ସେ ଅନୁସାରେ ମୁଁ କିଛି ପାଠ ଜାଣିଛି ମୁଁ ଯୋଉ ଫିଲ୍ଡରେ ଜାଣିଛି ଅନ୍ୟ ସାଙ୍ଗଟା ଜାଣିଛି ତାକୁ ଯଦି ମୁଁ ସେଇ ପ୍ରକାର ହେଲ୍ପ କରିବି ତାହେଲେ ତାର ଡେଭଲପ ହବ ମୋର ତ ସେଇ ପ୍ରକାର ନଲେଜଟା ସେ କଣ କରିବ ନାଇଁ ଡ୍ରାମାରୁ ସେ ନଲେଜଟା ଯାହାକି ସେଟା ଉଭୟଙ୍କ ପାଇଁ ବହୁତ ଭଲ ହବ ଯାହାକି କଣ କରୁଛୁ ନା ସେମାନଙ୍କ ବିଭିନ୍ନ ଆପ୍ତ ଗୋଟେ ସ୍କୋପ ଦବ ସେମାନଙ୍କ ଭିତରେ ଗୋଟେ ସ୍କୋପ ଆସିବ ଯାହାକି ସେମାନେ କୋଅପରେସନ ନଲେଜଟା ବି ବଢିଆ ସହିତ ମୋର ସ୍କିଲର ଡେଭଲପମେଣ୍ଟ ବି ତ ସେଇ ଡ୍ରାମା ଏଇ ସବୁ ଫିଲ୍ଡ ପାଇଁ ବହୁତ ହେଲ୍ପ ତୁମମାନଙ୍କୁ ପିଲାମାନଙ୍କୁ ତାଙ୍କର ଏখানে আমি যেহেতু আমার এডুকেশন কথা কହୁଛି মানে ଏମିତି ଆମ ସୋସାଇଟି ପାଇଁ ମଧ୍ୟ ଡ୍ରାମାଟା ବହୁତ ହେଲ୍ପ ତ ସେଇ ଦେଖିଲୁ ଡ୍ରାମାଟାକୁ ଆମେ କଣ କରିବା ନା ଆମର ଭଲ ଭାବେ ଡ୍ରାମାଟା ବହୁତ ହେଲ୍ପଫୁଲ ତାପରେ କଣ କରିବ ନା ଡ୍ରାମା ଇନକ୍ରିଜ କନସେଣ୍ଟ୍ରେସନ ଦେଖ ଯେତେବେଳେ ଗୋଟେ ଗ୍ରାମାଞ୍ଚଳରେ ଗୋଟେ ନିର୍ଦ୍ଦିଷ୍ଟ ରୂପରେ କଣ କରୁଥିବ ନା ଗୋଟେ ଭଲ ଷ୍ଟୋରିଟା ଯେତେବେଳେ ତମର ପ୍ଲେ ହଉଥିବ ସେତେବେଳେ ଯଦି ତମର ଦେଖିବ ନା ତମର ଯଦି ମନ ପସନ୍ଦର ଆସି ଯାଉଛି ତମ ଭିତରେ ଯଦି ସେଇ ଚୋରି ସମୟରେ କଣ କରୁଥିବ ନା ତମେ ଅନ୍ୟମନସ୍କ ରହୁଥିବ ନିଶ୍ଚିତ ଅନ୍ୟମନସ୍କ କହିବା କଣ କରୁଥିବ ନା ଆମର ଗୋଟେ ଷ୍ଟୋରିରେ ପ୍ଲେ ହଉଛି ତମେ ସେଇ କାମ ପଡିଲା କି କଣ କରୁଛ ନା ତମର କନସେନଟ୍ରେସନ ପାଇଁ ସେ ଜିନିଷଟାକୁ ଛାଡିକି ଯିବା ପାଇଁ ଚାହୁଁ ତ ସେଇ କଣ କରୁଛି ନା ତମର କନସେନଟ୍ରେସନ ଟାକୁ ସେ ପଢଉଛି କିଏ ନା ଧର ଡ୍ରାମା ଡ୍ରାମାଟା ତମର ଆହୁରି ହେଲ୍ପ କରେ କଣ ନା ଆମର କନସେନଟ୍ରେସନକୁ ବଢେଇବା ପାଇଁ ସେ ଡ୍ରାମାଟା ହେଲ୍ପ କରେ ତାପରେ କଣ କରୁଛେ କନସେନଟ୍ରେସନ ପାୱାରଟାକୁ କଣ ଡ୍ରାମାଟାକୁ ବଢଉଛି ତମେ ଯେତେବେଳେ କଣ କରୁଛ ଯେତେ ଗୋଟେ ଫିଲ୍ମ ଦେଖୁଛ କୌଣସି କଣ ତାକୁ କଣ ଏକାଗ୍ରତା ସହକାରେ ଦେଖୁଛ ନାଇଁ କି ନା କଣ ଯେତେବେଳେ ତମର ପସନ୍ଦ ଆସିଯାଉଛି ନିଶ୍ଚିତ ରୂପେ ତମେ କଣ ତା ଭିତରେ ନିଜର ଏକାଗ୍ରତା ହେଇକି ତାକୁ ଦେଖୁଛ ଯାହାକି ତମର ଯୋଉଟା କହୁନଥିବ ଏକାଗ୍ରତା ବା କନସେନଟ୍ରେସନର ପାୱାରଟା ତମର କଣ ଡେଭଲପ ହଉଛି କାହା ଥ୍ରୋରେ ଡ୍ରାମା ଏମିତି ଗୋଟେ তুমি ଯେମିତି କଣ ମନ ଧ୍ୟାନ ଦେଇକି ଯଦି ଡ୍ରାମାଟା ଦେଖୁଛ ସେଇଭଳିଆ ମନ ଧ୍ୟାନ ଦେଇକି ଯେମିତି ପାଠଟା ପଢୁଛ ସେ ତମ ପାଠରେ ମଧ୍ୟ ଡେଭଲପ କରୁଛ ତ ଯୋଉଟା ଆମର ଏଜୁକେସନ ହବା କଥା ସେଟା ହେଇପାରୁଛି ସେଇଟା ପାଇଁ କିଏ ହେଲ୍ପ କଲା ଆମର ଡ୍ରାମାଟା ତ ସେଥିପାଇଁ ଡ୍ରାମାଟାକୁ ବହୁତ ଇମ୍ପୋର୍ଟାଣ୍ଟ ଦିଆଯାଇଛି ଆମର ଏଜୁକେସନ ତାପରେ ତମର ଡ୍ରାମା କଣ କରେ ନା ମୋରାଲ ଭ୍ୟାଲୁଜକୁ ସେ ବଢେ ତ ଡ୍ରାମା ତାପରେ କଣ କରୁଛି ନା ଡ୍ରାମା ହେଲ୍ପ ଷ୍ଟୁଡେଣ୍ଟ students କଣ କରୁଛି ନା students consider moral
मोराल इश्यूज को से हम कौन करे ना हमर हमर से बढ़ाई दी इश्यू जेते मोराल इश्यू रिलेटेड जेते सब जिंस रहउछ ताको से कौन करे डेवलप करा तापर आ कौन करे ना डेवलप वैल्यूज ता सहित डेवलप करे डेवलप कौन ना वैल्यूज रो डेवलप कर देखो तमे देखिबो ना आगରୁ ଯେତେବେଳେ ସବୁ ତମର ଯୋଉ ଆମ ଭାରତ ପରାଧୀନ ଥିଲା ଯେତେବେଳେ ସେତେବେଳେ କଣ ହଉଥିଲା ନା ନାଟକ ଦ୍ୱାରା ହିଁ ଲୋକମାନଙ୍କୁ କଣ କରୁଥିଲା ଭାରତକୁ ସ୍ୱାଧୀନ କରିବା ପାଇଁ ହଉଥିଲା ନା କେମିତି ସ୍ୱାଧୀନତାର ଭାଗ ନେବେ ବା ଭାରତକୁ ସ୍ୱାଧୀନ କରିବା ପାଇଁ ସମସ୍ତେ ଲାଗି ପଡିବେ ସେମାନଙ୍କୁ ଜାଗରଣ ସୃଷ୍ଟି କରାଯାଉଥିଲା କାରଣ ନାଟକ ବା ଆମର କବିତା ମାଧ୍ୟମରେ ସେମାନଙ୍କର ଆମର ସ୍ୱାଧୀନତା ପ୍ରତି କଣ କରୁଥିଲା ନା ଆକୃଷ୍ଟ କରାଯାଉଥିଲା ଯାହା ଫଳରେ ଲୋକମାନେ ସେଇ ପ୍ରକାରର ନାଟକକୁ ଶୁଣି ବା ଆମର ଦେଖି ସେମାନଙ୍କ ଭିତରେ କଣ ହଉଥିଲା ଗୋଟେ ଦେଶାତ୍ମ ପ୍ରୀତି ଗୋଟେ ସୃଷ୍ଟି ହଉଥିଲା ଯୋଉଟା କି ଆମର ଭାରତକୁ ସ୍ୱାଧୀନ କରିବାକୁ ବହୁତ ହେଲ୍ପଫୁଲ ହେଲା ତ ସେଠି ଯେମିତି ଆମର ଦେଶାତ୍ମ ପ୍ରୀତି ଗୋଟେ ସୃଷ୍ଟି ହେଲା ସେଇଭଳିଆ ପିଲାଟା ଯେତେବେଳେ ଦେଖୁଛି ଗୋଟେ କ୍ୟାରେକ୍ଟର ଦେଖିଲା ନା ସେ ଡ୍ରାମା ମାଧ୍ୟମରେ ରାମଙ୍କ କ୍ୟାରେକ୍ଟର ଦେଖିଲା ଯେ ରାମ କେତେ ବଡ ନୈତିକତା ନୀତିଗତ ଆଦର୍ଶ ଭିତରେ ସେ ରହି କେମିତି ମାଙ୍କର ବା ବାପାଙ୍କର ଆଦେଶ ମାନି ସେ କେମିତି ବନବାସରେ ଗଲେ ତ ସେଇଠି ଯେ ଦେଖିଲା ମୋରାଲ ଭ୍ୟାଲୁ ତ ସେଇଠି କଣ ହବ ସେ ଯେତେବେଳେ ଦେଖିଲା ରାମଚନ୍ଦ୍ର ସ୍ୱୟଂ ଭଗବାନ ହେଇ ମଧ୍ୟ ସେ ବାପା ମାଙ୍କର ଆଦର୍ଶରେ ଆମର କଥାଟାକୁ କେମିତି ଭଲ ଭାବେ ମାନିଥିଲେ ତ ସେ ସେଇ ଭିତରେ ସେ କଣ କରିବେ ତାର ନିଜର ଭ୍ୟାଲୁ ମଧ୍ୟ ସେଇ ଅନୁସାରେ ସେ ଡେଭଲପ କରେ ସେ ରାମଚନ୍ଦ୍ର ଯଦି ଭଗବାନ ହେଇକି ଯଦି ବାପା ମାଙ୍କ କଥା ମାନେ ମୁଁ କାହିଁ ମାନିପାରିନି ତ ସେଇ ପ୍ରକାର ତାର କଣ ହବ ଆମର ମୋରାଲ ଇସ୍ୟୁ ବି ଡେଭଲପ ହବ ତା ସହିତ ଆମର ମୋରାଲ ଭ୍ୟାଲୁ ସେ ମଧ୍ୟ ଡେଭଲପ ନାଟକ ମାଧ୍ୟମ ନାଟକ ମଧ୍ୟ ଆମକୁ ଆମର ଭ୍ୟାଲୁଜକୁ ସେ ଆମର ଗ୍ରୋଥ କରାଇଛି ବା ଡେଭଲପ କରାଇଛି ଆମେ ତାପରେ ତମର ଆଉ କଣ ରହୁଛି ନା ମା ଡ୍ରାମା ଗୋଟେ ହଉଛି ଅଲ୍ଟରନେଟିଭ ୱେ ଟୁ କଣ ଏକ୍ସେସ ଦ ଅବଜର୍ଭିଂ ନା ଡ୍ରାମା ଗୋଟେ କଣ ହଉଛି ଡ୍ରାମା ଇଜ ଏନ୍ ଅଲ୍ଟରନେଟିଭ ତ କଣ ରହୁଛି ଡ୍ରାମାଟା ହଉଛି ତମର ଅଲ୍ଟରନେଟିଭ ୱେ ହେଲା କଣ ପାଇଁ ନା ଆମର ଅବଜର୍ଭିଂ କରିବା ପାଇଁ ଗୋଟେ ସେ ହଉଛି ଗୋଟେ ଅଲ୍ଟରନେଟିଭ ୱେ ଟୁ ଏସେସ୍ କଣ କୁ ଏସେସ୍ କରୁଛି ନା ଆମର ସେ ଏସେସ୍ କରୁଛି କଣ ଏସେସ୍ କରେ ନା ଆମର ଅବଜର୍ଭିଂ ହଁ ତ ତମେ କଣ କରୁଛେ ନା ଡ୍ରାମା ଗୋଟେ କଣ ହଉଛି ଗୋଟେ ଜିନିଷକୁ ଆମର ଠିକ ରୂପେ ଦେଖିବାର ଅଛି ଅବଜର୍ଭ କରିବାର ଅଛି ତ ତାକୁ ଆମେ କଣ କରିବା ତାକୁ ସବୁ ଜିନିଷକୁ କଣ କରିବା ନା ଆମର ଜଣକୁ କେମିତିକା ଅଭିନୟ କରୁଛନ୍ତି କେମିତିକା ଡାଇଲଗ କହୁଛନ୍ତି କେମିତିକା ତାଙ୍କ ଭିତରେ କଣ କରୁଛି ନା କ୍ୟୁରିଓସିଟି ରହୁଛି ଆମର ତାଙ୍କର କାମ ପ୍ରତି ଏଇ ଜିନିଷ ସବୁ କିଛି ଆମେ ଦେଖିବାର ଥିବ ତାହେଲେ ଆମେ କଣ କରୁଛୁ ଯେତେବେଳେ ସେ ନାଟକଟାକୁ ପରିବେଷଣ କରୁଥିବେ ନା ସେଇ ନାଟକଟା ଯଦି ଆମେ ଦେଖିବା ସେ ଜିନିଷ ସବୁ কিছুକୁ ଆମେ ଭଲ ଭାବେ ଜାଣିପାରିବା ତ ସେଇ ଅନୁସାରେ ଆମ ପିଲାକୁ ଯଦି ଆମେ ଯଦି ଦେଖିବାର ଯେ ପିଲାର କେମିତି ସବୁ କ୍ୟାରେକ୍ଟର ତା ଭିତରେ ସବୁ ଲକାୟିତ ଭାବେ ଅଛି ତାହେଲେ କଣ କରିବା ଆମେ ସେଇ କ୍ଷେତ୍ରରେ ପିଲାକୁ ଡ୍ରାମାରେ ତାକୁ ଆମର କଣ କରିବା ବୁଟ୍ କରିବା ତ ଡ୍ରାମା କ୍ୟାରେକ୍ଟର ତାକୁ ବସାଇଦବା ଯାହା ଫଳରେ ପିଲା ଭିତରେ ଥିବା ସବୁ କ୍ୟାରେକ୍ଟରଟା ବାହାରି ଆସିବ ପିଲା ଭିତରେ ଆମର ଯୋଉ ପ୍ରକାରର ସବୁ ନେଚର ରହୁଥିବ ସେ ନେଚର ନିଶ୍ଚିତ ରୂପେ ବାହାରକୁ ବାହାରି ଆସିବ ଯୋଉଟା କି ଆମର ଏଜୁକେସନ ଫିଲ୍ଡର ହେଲ୍ପ କରେ ଦେଖିଲେ ପିଲାର ମନେ ରଖିବା ଜିନିଷଟା ଭଲ କରୁଛି ପିଲାଟେ ଆକ୍ଟିଂଟା ଭଲ କରୁଛି ତାହେଲେ କଣ ଦେଖିଲେ କଣ ନା ସେ ପିଲାକୁ ଆମେ କଣ କରିବା ନା ଯଦି ଆକ୍ଟିଂଟା ଭଲ ରହୁଛି ତା ପିଲାକୁ ଆମେ ଆକ୍ଟିଂ ମାଧ୍ୟମରେ ହିଁ ଶିକ୍ଷା ଦେବାଟା ଭଲ ହବ ଆମ ପାଇଁ ଦେଖିଲେ ଗୋଟେ ପିଲା ନା ସେ କଣ କରୁଛି ନା ଭଲ କି ମନେ ରଖିପାରୁଛି ନା ସେ ପିଲାକୁ ଆମେ ଆକ୍ଟିଂ ସହିତ କିଛି ମନେ ରଖିବା ପାଇଁ ଜିନିଷ ଦେଲେ ସେ ଆଉ ଟିକେ ଡେଭଲପ କରିପାରିବ ତ ସେଇ ଅନୁସାରେ ସେ ପିଲାକୁ ଆମେ କଣ କରିବା ନା ଆମେ ସ୍ଥିର କରିବା ସେ କୋଉ ପ୍ରକାରର ଫିଲ୍ଡକୁ ତାକୁ ନେଇଯିବ ତ ଏଇ ସବୁ ଆମର କଣ କରୁଛି ନା ଆମର ଡ୍ରାମା ମାଧ୍ୟମରେ ସେଟା ଆମର କଣ ହଉଛି ନା ଚୁଜ୍ କରିବା ପାଇଁ ହେଲ୍ପଫୁଲ ହେଇପାରୁଛି ତାପରେ ତମର ଆଉ କଣ ହବ ଆଉ ତ ଗୋଟିଏ କଥା ଆଉ ଡ୍ରାମାଟା ଗୋଟେ ତମର ଏଣ୍ଟରଟେନମେଣ୍ଟ ତ ଦିଏ ଆଉ ତ କଣ କରୁଛି ଡ୍ରାମା ଇଜ ଏଣ୍ଟରଟେନମେଣ୍ଟ
है कि तो ड्रामा इज तो एटा तो कहवा कथा क्या भी आवश्यक ना तो ड्रामाटा कौन है तुम देख पाठ रिलेटेड भी जिन कवर हो गला ता सहित तुमको एंटरटेनमेंट देला है कि एंटरटेनमेंट दउची से तो ये गोटे एंटरटेनिंग गोटे जिनस ड्रामाटा तुम से किसी प्लेजर पाओ किसी खुशी पाओ किसी एंटरटेन पाओ ना कि खुशी मजा सब भितर से ग्रहण कर दृष्टि आम कौन हो ना ड्रामाटा गोटे एंटरटेनिंग तापर तुम ड्रामा कौन करुचे ना तुम ड्रामा कंट्रीब्यूट करुच कौन एस्थेटिक डेवलपमेंट से कंट्रीब्यूट कर कौन कंट्रीब्यूट कर ना तो एस्थेटिक डेवलपमेंट देख तुम ड्रामाटा तुम कौन ना कंट्रीब्यूट कर एस्थेटिक डेवलपमेंट एस्थेटिक जिन जिते सब रोचे सबुठ हेल्पफुल कौन हुए ना आम जिते तुम कौन देख ना गोटे स्टोरी ड्रामाटा देख रामायण विषय ड्रामाटा देखुच तुम कौन एस्थेटिक डेवलपमेंट से समय तुम कौन से ड्रामा मोर तुम पाखक कन्वर्ट हो तो पिला भितर तुम से प्रकार कौन हुए ना जिते तुम देखी ना जो पिला टिके आमर कौन करेंगे ईश्वर प्रेमी हो पारती पिलाटा आमर कौन नम्र अभद्र से माने निश्चित रूप कौन हम से प्रकार फिल्डटा प्रोवाइड कर तो से फिल्डटा कौन पाई हुए तार एनवायरनमेंट पाई ना से ड्रामा एमती कि ड्रामा से आमर देखी जानी जोटा कि से प्रकार नेचर ता भर बिल्ड करने हेल्प कर तो तापर शेष तुम रोचे ड्रामा कौन हो ड्रामा गोटे सी गोटे मीडिएटर भाई काम करे कौन ना गोटे करिकुलम सहित आउ गोटे करिकुलम गोटे क्यारेक्टर सहित अन्य क्यारेक्टर आमर सोसाइटी सहित से आमर मीडिएटर काम तो ड्रामा गोटे कौन करे सब गोटे भास्ट जिन गोटे आम भास्ट जिन को जानने हेल्पफुल है तो ड्रामा ऑफर ए लर्निंग एवेन्यू ड्रामा ऑफर ए लर्निंग एवेन्यू कौन चालू नहीं अच्छा से कौन ट्रावेलिंग एवेन्यू करছে दैट एनहांस जोटा कि एनहांस करियो कौन से एनहांस करूची कौन एनहांस करूची करिकुलम को से एनहांस करूची हला तो से करिकुलम को से एनहांस करूची तो जहा कि सो ड्रामाटा गोटे मॉडल से कौन करूची ना अदर एरिया को से हमर कौन करूची अदर एरिया करिकुलम को से कौन करूची ना एनहांस करूची कवर करूची हला कि तो ड्रामा हेले तार ऑलराउंड कौन करूची ड्रामा भीतर ही हमर ऑलराउंड डेवलपमेंट लोकायित भाबे रहो गोटे ड्रामा माध्यम पूरा हमर ऑलराउंड डेवलपमेंट संभव हो ड्रामा भीतर पूरा किसी हमर जहा किसी हमर आवश्यक से जिनसटा हुए यदि प्रॉपर ड्रामाटा कौन प्रॉपर स्टोरी है प्रॉपर गोटे जिनस कंटेंटा है तो ड्रामाटा आगर होता कौन आम साधारणतः पौराणिक कथावस्तु को लेकिन ड्रामाटा होता आगर तुम इतिहास इतिहास विषय वस्तु को लेकिन ड्रामा होता जोटा कि आम शिक्षणीय से प्रकार विषय वस्तु को लेकिन ड्रामा यही प्रकार जब विषय वस्तु को लेकिन तुम ड्रामा हम निश्चित रूप तुम यही प्रकार डेवलपमेंट हम ही हम एसे किसी ही आम संदेह ना तो यही सब जिन कौन आम हेल्प कर तुम कौन ना पिला तथा आम स्टूडेंट मान कौन ना एजुकेशन फील्ड सब हेल्प तो तुम सब ये पॉइंट गुला सब निश्चित रूप दब है कि तुम तो तुम आसला कौन
ନା ଯେଉଁ ଆସିଲା ଆଇଡେଣ୍ଟିଫିକେସନ ଅଫ ଲୋକାଲ ଆର୍ଟ ଫର୍ମ। अच्छा ଆମର ଲୋକାଲ ଆର୍ଟ ଫର୍ମ and their integration to teaching learning they are କଣ କଣ ହଉଛି ନା ଆମର ଆଗରୁ ସବୁ ତମର ବା ଏବେ ବି ଆମର ଅଛି ସବୁ କଣ ନା ସବୁ ଶିକ୍ଷା ଦିଆଯାଉଥିଲା କଣ ପିଲାମାନଙ୍କୁ ଯୋଉ ଶିକ୍ଷା ଦିଆଯାଉଥିଲା ବା ଆମର ସମାଜ ପ୍ରତି ସମାଜ ପରେ ଶିକ୍ଷା ଦିଆଯାଉଥିଲା କାହା ଥ୍ରୋରେ ନା ଆମର ଆର୍ଟ ଥ୍ରୋରେ କୋଉ ପ୍ରକାର ଆର୍ଟ ବ୍ୟବହାର କରୁଥିଲା ସେଠି ନା ଆମର ସାଧାରଣତଃ ଆମର ଲୋକାଲ ଭିତରେ ବା ଆମର ଆଞ୍ଚଳିକ ଭିତରେ କିଛି ଆମର କିଛି ବି କିଛି ନୃତ୍ୟ ହେଇପାରେ କିଛି ବି କିଛି ଆମର କଣ ହେଇପାରେ ଖେଳ ହେଇପାରେ ତା ମଧ୍ୟ ତ ସେଇ ଅନୁସାରେ ଆମର କଣ କଣ ସବୁ ଆର୍ଟ ରହୁଛି ସେ ବିଷୟରେ ଆମେ ଜାଣିବା ବର୍ତ୍ତମାନ ଦେଖ ଏଇ ଆର୍ଟ ଭିତରେ ଆମର କଣ ହୁଏ ନା ଦିଟା ଜିନିଷ ସେ ଡେଭଲପ କରେ ଗୋଟେ କଣ ଏଜୁକେସନ ଆମର ଆର୍ଟଟା ସେ ଦିଟା ଜିନିଷକୁ ସେ ଡେଭଲପ କରେ ଏଜୁକେସନାଲ ଭ୍ୟାଲୁଜକୁ ସେ ଡେଭଲପ କରେ ଆଉ ଗୋଟେ ଜିନିଷକୁ ବି ଡେଭଲପ କରେ ଆମର ଟ୍ରାଡିସନାଲ ଭ୍ୟାଲୁ ଟ୍ରାଡିସନାଲ ଭ୍ୟାଲୁ ଏଇ ଦିଟା ଜିନିଷକୁ ସେ କଣ କରେ ନା ଆର୍ଟଟା ଆମର ଡେଭଲପ କରେ ହେଲା କି ତ ସେଇ ଦୃଷ୍ଟିରୁ ଆମର ଏଇ କଲଚର ବା ଆମର ଟ୍ରାଡିସନକୁ ବଞ୍ଚେଇବା ପାଇଁ ବା ଆମର ଯୋଉ ଆମର ଟ୍ରାଡିସନ ଯୋଉ ରହୁଛି ଆମର ସବୁ ସେ ଟ୍ରାଡିସନକୁ ବଞ୍ଚେଇବା ପାଇଁ ବା ଆମର ଆଞ୍ଚଳିକ ଭିତରେ ଆମର କିଛି କାର୍ଯ୍ୟକଳାପ ରହୁଥିଲା ଯେମିତି ତମେ ଓଡିଶାର ଶୁଣିଥିବ ନା କଣ ନା କଣ୍ଢେଇ ଖେଳ କଣ୍ଢେଇ ନାଚ ଯୋଉଟା ତ କଣ୍ଢେଇ ନାଚ ଯୋଉଟା ଶୁଣିଥିବ ସେ କଣ୍ଢେଇ ନାଚ ଆମର ଟ୍ରାଡିସନ ଭିତରେ ଯାଉଛି ତ ତମର ଆମ ଖାଲି ଓଡିଶା କଥା କହିବା ନାହିଁ ତ ସେଇଭଳିଆ ଆମର ଆଉ କୋଉ କୋଉ ଜାଗାରେ ଆଉ କୋଉ ପ୍ରକାର ଟ୍ରାଡିସନ ରହୁଥିଲା ସେଇ କଥା ବିଷୟରେ ତମେ ଟିକେ ଜାଣିବେ ତ ଟ୍ରାଡିସନ ଆମର ଯୋଉ କଣ କରୁଥିଲେ ନା ଆମ ଶିକ୍ଷା ଦିଆଯାଇଥିଲା ଆଗରୁ ବିଭିନ୍ନ ପ୍ରକାରର ଶିକ୍ଷା ଦେବା ପାଇଁ ବିଭିନ୍ନ ପନ୍ଥା ରହୁଥିଲା ତ ସେଇ ଯୋଉ ପନ୍ଥା ଗୁଡିକ ଭିତରେ ବା ଆମର ଟ୍ରାଡିସନ ଭ୍ୟାଲୁଜ କେମିତି ରହୁଥିଲା ବା ଆମ ପରମ୍ପରାଗତ କଣ ଆମ ଭିତରେ କଣ ପରମ୍ପରାରୁ କଣ ଭ୍ୟାଲୁଜ ଆସିଛି କୋଉ କୋଉ ନୀତିଗତ ଶିକ୍ଷା ଆସିଛି ପରମ୍ପରାରୁ ଆମେ କୋଉ କଣ ଶିଖିପାରିବା ସେଇ ସବୁ ଜିନିଷକୁ ଗୋଟେ ସ୍ପେଶାଲ ଆର୍ଟ ଭିତରେ ସେଟା ଇନଭଲ୍ଭ ହେଇକି ରହୁଥିଲା ସେଇ ଭିତରେ ଆମର କଣ ରହୁଛି ନା ତମର ଗୋଟେ ରହୁଥିଲା ଏଇ ଆମର ଇଣ୍ଟିଗ୍ରେସନ ଟୁ ଟିଚିଂ ଲର୍ଣ୍ଣିଂ ଭିତରେ ତମର ଫାଷ୍ଟ ପାର୍ଟଟା ଆସିଲା କଣ ହଉଛି ଆମର ଷ୍ଟ୍ରିଙ୍ଗ ପୁପେଟ ହେଲା କି ଷ୍ଟ୍ରିଙ୍ଗ ପୁପେଟ ତ ଷ୍ଟ୍ରିଙ୍ଗ ପୁପେଟ୍ସ କଣ ଷ୍ଟ୍ରିଙ୍ଗ ପୁପେଟ୍ସ ତ ଏଇ ଷ୍ଟ୍ରିଙ୍ଗ ପୁପେଟ୍ସ ମାନେ ତମେ ଦେଖିଥିବ ବି କିଏ ଅରିଜିନାଲ ଦେଖିଥିବ ନହେଲେ ତମେ ନିଶ୍ଚିତ ରୂପେ ପିକ୍ଚରାଇଜେସନ ଆମର ସୋସିଆଲ ମିଡିଆ ହେଇପାରେ ସେଠି ଦେଖିଥିବ ନିଶ୍ଚିତ ରୂପେ ନା ଗୋଟେ କଣ୍ଢେଇ ଥିବ କଣ୍ଢେଇକୁ ଦଉଡି ଦ୍ଵାରା ବା ଆମର କଣ ହେଇଥିବ ନା ସୂତା ଦ୍ଵାରା ବା କିଛି ତାର ଦ୍ଵାରା ଏମିତି ସଜା ହେଇଥିବ ଯେମିତିକା ଆମର କଣ କରୁଥିବ ନା ମ୍ୟୁଜିକ ଟେ ପଡୁଥିବ ବା କୌଣସି ଗୋଟେ କଣ ହଉଥିବ ନା ଗୋଟେ ଷ୍ଟୋରି ଗୋଟେ ପ୍ଲେ ହଉଥିବ ତାକୁ ସେଇ ଅନୁସାରେ କରାଯାଇଥିବ ତାକୁ ଦେଖାଯାଉଥିବ ତମକୁ କଣ ହବ ସେଇ ପ୍ରକାର ସେ ରୋଲଟାକୁ ପ୍ଲେ କରୁଥିବ କଣ୍ଢେଇ ଥ୍ରୋରେ ତ ସେଇଟାକୁ ଆମେ କହୁଛେ ଷ୍ଟ୍ରିଙ୍ଗ ପୁପେଟ ତ ଷ୍ଟ୍ରିଙ୍ଗ ପୁପେଟ ଭିତରେ ଏଇଟା କୋଉ ଜାଗାରେ ସବୁ ରହୁଥିଲା ଆମର ଷ୍ଟ୍ରିଙ୍ଗ ପୁପେଟଟା ନା ଆମର ସାଧାରଣତଃ ରାଜସ୍ଥାନ ଓଡିଶା କର୍ଣ୍ଣାଟକ ଆଉ ତାମିଲନାଡୁ ଷ୍ଟ୍ରିଙ୍ଗ ପୁପେଟ ସାଧାରଣତଃ
मुख्यतः आमर कौन कौन परिचित राजस्थान ओडिशा कर्णाटक आ गोटे आस आमर तमिलनाडु। तो यही सब राज्य मानक कौन ना स्ट्रिंग पुपेटा आमर बहुत परिचित। यहीटा कौन साधारणतः आगु कौन गोटे आमर ये हो पारे कौन होता है ना गोटे स्टोरी गोटे दिखाई स्टोरी अनुसार कौन हम ना से स्टोरीटा को देखा देखा तुम मान देखा केमी देखा नहीं ना तुम जमी कौन कर ना स्टोरीटा जमी प्ले हो तो से अनुसार से सूता बांधा होमर कौन ना आमर कंडे सहित से कंडेईटा को सेमती नचा जाए जहाँकि देखिए कौन लोक मैंने मजा नौ तार तो तापर तुम आम ओडिशा आमर कौन कह तो स्ट्रिंग पुपेटा विभिन्न स्थान अनुसार ना परिवर्तन जमी आम ओडिशा रे स्ट्रिंग पुपेटा कौन कहे ना आमर कंढेई कंढेई नाच जो देखि शुणी तो ताको आम कौन कहे स्ट्रिंग पुपेटा को तार ओडिशार ना हूँ कौन ना कंढेई नाच जो कहे कंढेई है कि कंढेई नाच कथा कहूच कंढेई नाच कथा शुणी जो कंढेई नाच से हूँ ओडिशा रे परिचित। कंढेई नाच विषय समस्त जानिछ तो कौन गोटे स्पेसिफिक म्यूजिक पड़े म्यूजिक अनुसार कंढेई को कौन कर दौड़ी एमती रखाई गोटे कंढेई खाली एमती 2-4टा कंढेई रखाई कंढेई कौन नाच कंढेई मैंने हाथ धरा धरी तो एमती दौड़ी मध्यम हम जमी कंढेई मैंने हाथ धरा धरी घुरुवे तो यही प्रकार सब जो एक्टिविटी तुम देखुच ओडिशा रे ताको आमे कौन कहूँ ना सी भी गोटे स्ट्रिंग पुपेट भीतर जाऊँचे जोटा कि आम कौन कहे ना ओडिशा कौन कहे ना कंढेई नाच बोली कहूँ ना कंढेई नाचटा कौटी है आम राज्य ओडिशा रे है। तो यही स्ट्रिंग पुपेट रो विभिन्न राज्य अनुसार तार नाम भेरी करे। हाँ तुम आउ गोटे कथा तुम जो ओडिसी डांस ना तो ओडिसी डांसटा तुम यही कंढेई नाच रु ही आम डेभलप है कंढेई नाच को व्यवहार कर कौन ये कंढेई द्वारा करागला आम मनीष भी केमी से प्रकार आमर डांस कर तो से आमर ओडिसी डांसटा डेभलप है आमर कंढेई नाच कंढेई स्ट्रिंग पुपेट जो रोचे कंढेई नाच से आमर कौन हो ना आमर ओडिसी डांसटा डेभलप है। तो तुमर आ गोटे कथा ये कंढेई नाच देखी तुम गोटे कथा लक्ष्य कर निश्चित रूपे से गोड़टा देखा जाए ना कहीं कंढेई जिते थी ना आम ओडिशा जिते तुम कंढेई नाच देखुव कंढेईटा कौन ना पूरा कपड़ा गोड़टा को पूरा कभर कर जहाँ फल कंढेई गोड़टा को आम भल भाव देखा जाए ना कंढेई गोड़टा को आम देखा जाए ना जो आम कौन करूँ ना कंढेई गोड़टा को देखी पारना बाकी तो कौन से हाथ थाए तार कौन थाए मुंड थाए बाकी तार गोड़टा को आमको देखा जाए तुम कंढेई नाच देखी जेहेतु ओडिशा पिला सब निश्चित रूप से देखी मोर आशा तापर आमर स्ट्रिंग पुपेट को आउ कौ राज्य कौन कह देखा कर्णाटक आसला स्ट्रिंग पुपेट कौन अच्छी गंभीरता ए गंभीरता कहूँ आम स्ट्रिंग पुपेट जो आमर तार दौड़ी साहय जो कंढेई को नाच कर कर्णाटक कौन कह गंभीरता ए गंभीरता जो रोचे साधारणतः कर्णाटक जो जिन रोचे एठी ए गंभीरता जो आमर ये रोचे ना कंढेईटा रोचे ये सब साधारणतः आम शुणी जो जक्षर क्यारेक्टर को ए गंभीरता आमर पुपेट द्वारा ही आमर शो कर जक्ष जो मैंने शुणी कौन जक्ष मैंने कहते कौन से मनीषर बहुत कौन ना मनीष को बहुत कष्ट दिखती से मनीष को एमती कहवाई गले से भी खाई दिखती एमती बहुत आम नृशंस से बहुत तो जक्ष कहानी सब बहुत अच्छी ना कि तो से सब घटना सब आम कौन ना से गंभीरतार आमर पुपेट मध्यम से शो कर कौन होता है ना जो कंढेईटा सजा जाता है से कौन
ତା ବହୁତ ଯେମିତି ଆମେ ଦେଖିଲେ ଭୟାନକ ହେଇଯିବ ସେଇ ପ୍ରକାର ତାକୁ ସଜା ହେଇଛି। ତ ସେ କେମିତି ଭୟାନକ ଦେଖାଯିବ ସେଇ ପ୍ରକାର ଆମର କଣ ହେଇଥାଏ ନା ସେଟାକୁ ସଜା ହେଇଥାଏ। ତ ତା ମାଧ୍ୟମରେ ସାଧାରଣତଃ ଆମର ଏଇ ଗମ୍ଭୀରତାର ସାଧାରଣତଃ 2-3ଟି କଣ୍ଢେଇକୁ ବ୍ୟବହାର କରାଯାଏ, ଯାହାକି ପୁରା ଗୋଟେ କଣ ଗୋଟେ ଷ୍ଟୋରି ଅନୁସାରେ ଯେତେ ଜଣ କ୍ୟାରେକ୍ଟର ଥିବେ ସେଇ ଅନୁସାରେ ସେତେଟି କଣ୍ଢେଇଟାକୁ ସେଠି ବ୍ୟବହାର କରାଯାଏ। ଯେ ପୁରା ଆମର ଷ୍ଟୋରିଟାକୁ ପୁରା ଅଲଗା ଅଲଗା କଣ୍ଢେଇ ଦ୍ୱାରା ତାକୁ କଣ ପରିବେଷଣ କରାଯାଇପାରିବ। ଏଇ ଗମ୍ଭୀରତା ଯେଉଁଟା କର୍ଣ୍ଣାଟକରେ ରହୁଛି ଷ୍ଟ୍ରିଙ୍ଗ ପୁପେଟ କହୁଛେ, କର୍ଣ୍ଣାଟକର ଷ୍ଟ୍ରିଙ୍ଗ ପୁପେଟକୁ ଆମ ଗମ୍ଭୀରତା କହୁଛେ। ଓଡ଼ିଶାର ଷ୍ଟ୍ରିଙ୍ଗ ପୁପେଟକୁ କଣ କହିଲେ ନା ଆମର କଣ୍ଢେଇ ନାଚ, କଣ୍ଢେଇ। ତାପରେ ଏଇଠି କଣ ହଉଥିବ ନାଇଁ ଗମ୍ଭୀରତାର ଯୋଉଟା କଥା କହୁଛ ସେଠି ବି ମଧ୍ୟ ସେଇ ପ୍ରକାର ସବୁ କଣ ନା ସେଇ ତାର ଦଉଡ଼ିରେ ସବୁ ବ୍ୟବହାର ହେଇଥାଏ। ତାକୁ ସେମିତି ତାକୁ କଣ୍ଟ୍ରୋଲ କରିବା ପାଇଁ ପଛରେ ଆପଣ ପରଦା ପଛରେ ସବୁ ଲୋକ ଥାଆନ୍ତି, ତ ସେମାନେ ସେ ଅନୁସାରେ ତାକୁ କଣ କରନ୍ତି ନା ଆମର ଆଡଜଷ୍ଟ କରନ୍ତି ଷ୍ଟୋରି ଅନୁସାରେ ବା ଆମର ମ୍ୟୁଜିକ ଅନୁସାରେ, ବା ଏଟା ଯେମିତି ଆମର ଯକ୍ଷ ମାନଙ୍କର କ୍ୟାରେକ୍ଟରକୁ ଯେତେବେଳେ ପ୍ଲେ କରାଯାଉଛି ସେ ଅନୁସାରେ ସେମାନେ ତାକୁ କଣ ଆଡଜଷ୍ଟ କରନ୍ତି। ତାପରେ ଏଇ ଷ୍ଟ୍ରିଙ୍ଗ ଆମର ଷ୍ଟ୍ରିଙ୍ଗ ପୁପେଟ ରହୁଛି ଆମର ତାମିଲନାଡୁରେ ବି ରହୁଛି, ତାକୁ କଣ କହୁଛେ ନା ବମଲତମ, ହେଲା କି ବମାଲତମ। ଯୋଉ ଷ୍ଟ୍ରିଙ୍ଗ ପୁପେଟ ରହିଲା ଏଇଟା କଣ କହୁଛେ ନା ତାମିଲନାଡୁରେ ଯୋଉଟା ରହିଲା ତାମିଲନାଡୁରେ ଯୋଉ ଷ୍ଟ୍ରିଙ୍ଗ ପୁପେଟ ରହୁଛି ତାକୁ କଣ କହୁଛେ ନା ବମାଲତମ। ତ ଏଇ ବମାଲତମ ଦେଖେଇଥିବ ତମେ ସାଧାରଣତଃ କଣ କରିଥିବେ ନା କିଛି କଣ୍ଢେଇ ଥିବେ, କଣ୍ଢେଇଟା କିଛି ନାହିଁ ହଠାତ୍ ଶୂନ୍ୟରେ ସେ ଯାଉଛି, ତାକୁ ଏମିତି ପଛରେ ଦଉଡ଼ି ମାଧ୍ୟମରେ ଏମିତି ବନ୍ଧା ଯାଇଥିବ, ତାକୁ ଅପରେଟ କରିବା ପାଇଁ ମଧ୍ୟ ପରଦା ପଛରେ ଥିବ ସେମିତି ଲୋକମାନେ ଥିବେ। ତ ତାକୁ କଣ କରିବେ ନା ହଠାତ୍ ଯେତେବେଳେ ଦେଖିଲେ ନା ଗୋଟେ ଆକାଶରେ ଉଡ଼ିବାର ଆବଶ୍ୟକ ଅଛି ଗୋଟେ କଣ୍ଢେଇଟାକୁ କଣ କରିବେ ନା ମୋର କ୍ୟାରେକ୍ଟର ଅନୁସାରେ ସେମାନେ କଣ କରିବେ ଦଉଡ଼ିଟାକୁ ଟାଣିବେ, ଏମିତି ଟାଣିବେ ଯେମିତି ସତରେ କଣ୍ଢେଇ କଣ ଯେମିତି ଏକୁରେଟଲି ଆମର କଣ କରିବେ ନା ସେ ଉଡୁଛି ଯେମିତି ସୁନ୍ଦର ଜଣା ପଡିବ ଆମକୁ। ତ ସେଇ ପ୍ରକାରର ଆମର କଣ ଆମର ତାମିଲନାଡୁର ସେଇ ପ୍ରକାରର ଆମର କଣ ଷ୍ଟ୍ରିଙ୍ଗ ପୁପେଟକୁ ବ୍ୟବହାର କରାଯାଏ। ତ ଏଇଗୁଡ଼ା ସବୁ ଆମର କଣ ଥିଲା ଆମ ଷ୍ଟ୍ରିଙ୍ଗ ପୁପେଟ ଗୋଟେ ଗୋଟେ ଏକ୍ଜାମ୍ପଲ ଥିଲା କୋଉ ରାଜ୍ୟ ଅନୁସାରେ ଏଇଗୁଡ଼ା ସବୁ ଆସେ। ଯେ ଓଡ଼ିଶାର ଷ୍ଟ୍ରିଙ୍ଗ ପୁପେଟ କୋଉ ରୂପରେ ଜଣାଯାଏ, ତ ଆମର ଯୋଉ କଣ୍ଢେଇ କଥା କହୁଛେ ଆମେ, ତ ଏଇ ସବୁ କଥାକୁ ତମେ ମାନେ ସବୁ ଭଲ ଭାବେ ମନେ ରଖିବ। ଏଇଟା ସବୁ ତମର ଖାଲି ଏଠି ନୁହେଁ ଓଟିଟି ସିଟିଟି ଏସବୁ ବି କ୍ୱେଶ୍ଚନ ଥରେ ଥରେ ପକେଇ ଦଉଛି ତମ। ତାପରେ ତମର ଆସିଲା ସେଡୋ ପୁପେଟ। ସେଡୋ କଥାରେ ତମେ ନିଶ୍ଚିତ ରୂପେ ବୁଝିପାରୁଥିବ ଏ ସବୁ ତ ଗଲା ଆମର ଷ୍ଟ୍ରିଙ୍ଗ ପୁପେଟ ସବୁ କ୍ୟାଟାଗୋରୀ ଗଲା, ଷ୍ଟ୍ରିଙ୍ଗ ପୁପେଟ ମୁଖ୍ୟତଃ এই ସବୁ ଜିନିଷ ଗଲା। ତାପରେ ଆସୁଛି କଣ ହଁ ତମର ଗୋଟେ କଥା ମୁଁ କହିବା ପାଇଁ ମିଳିବ ଏ ଯେ ଆମର ବମାଲତମରେ ରହୁଛି କଣ ବମାଲତମକୁ 4ଟା ପାର୍ଟରେ ବିଭକ୍ତ କରାଯାଇଛି, ହେଲା କି ଯୋଉ ବମାଲତମ ବମାଲତମ ବି 4ଟା ପାର୍ଟରେ ବିଭକ୍ତ ଅଛି। କଣ କଣ ସେ 4ଟା ପାର୍ଟ ନା ତମର ରହୁଛି ଗୋଟେ ବିନାୟକ ପୂଜା, ତାପରେ 2 ନମ୍ବର କଣ ରହୁଛି ନା ଆମର କମାଲି, 3 ନମ୍ବର ରହୁଛି କଣ ଅମାନତମ, ତାପରେ ରହୁଛି କଣ ତମର କୁସେନ କାନତମ, କୁସେନ କାନତମ। ତ ଏଇ 4ଟା ପାର୍ଟରୁ ପ୍ରଥମ ପାର୍ଟ ଯୋଉ ବିନାୟକ ପୂଜା, ତ ଏଇଟାରେ କଣ୍ଢେଇ ମାଧ୍ୟମରେ କଣ କରାଯାଏ ନା କେମିତି ଭଗବାନଙ୍କ ପୂଜା କରାଯିବ, ସେ କଣ୍ଢେଇ ତା ହାତରେ ଏମିତି ଫୁଲ ଦେଖାଯିବ, ସେ ଭଗବାନଙ୍କୁ ପୂଜା କରୁଥିବ ତମକୁ ଦେଖାଯିବ। ତ ଏଇ ପାର୍ଟ ତମର ଆମର ବିନାୟକ ପୂଜା ବିଷୟରେ ତମର କଣ ଆମର ପୂଜା ବିଷୟରେ ସବୁ ଜଣାଯାଏ। ତାପରେ ଆମର ଏଇ କମଲିରେ କେମିତି ପୂଜା କରିସାରିଲା ପରେ କେମିତି କଣ ସେକେଣ୍ଡ ପାର୍ଟରେ କଣ ହେଇଥାଏ ନା ଆମର କମଲିରେ କେମିତି ଆଶୀର୍ବାଦ ଭଗବାନ କେମିତି ଆଶୀର୍ବାଦ ଦଉଥିବେ ତାକୁ ଆମେ କଣ୍ଢେଇ ମାଧ୍ୟମରେ ସେ କଣ ଶୋ କରାଯାଏ। ଅମାନତମ, ଅମାନତମ ମାନେ କଣ ଆମର ଜୀବନର ବା ଆମର ଜନ୍ମର କଣ ତାତ୍ପର୍ଯ୍ୟ ରହୁଛି କଣ ସେ ବିଷୟରେ ଆମର ଅମାନତମରେ
ଅମାନତମ ପାର୍ଟ ଦେଖା ଯାଇଥାଏ କେମିତି ଆମେ ଜୀବନ ପାଉଛୁ କେମିତି କଣ ଷ୍ଟୋରି ମାଧ୍ୟମରେ ଆମର କଣ ହଉଥିବ ଏପଟେ କଣ୍ଢେଇ ମାଧ୍ୟମରେ ଶୋ କରାଯାଉଥିବ ଆଉ ଷ୍ଟୋରିରେ ସେପଟେ ପ୍ଲେ ହଉ ସେଇଠି ଆମେ କହିବା ଆଉ ଆମ ପୋଷଣ କାର୍ଯ୍ୟ ଆମର କଣ ହଉଛି ଆମର ମୃତ୍ୟୁ ଆମେ କୋଉ ପ୍ରକାର ଆକ୍ଟିଭିଟିଜ କଲେ ଆମକୁ କୋଉ ପ୍ରକାର ମୃତ୍ୟୁ ମିଳିବ ସେଟା ଆମର ଆମର ପୋଷେନାକା ନତମର ଆମକୁ ମିଳୁଛି ତ କେମିତି ଆମେ କଣ କୋଉ ପ୍ରକାର ଆକ୍ଟିଭିଟି ଯଦି ଆମେ କରୁଛୁ ଆମକୁ କୋଉ ପ୍ରକାର ମୃତ୍ୟୁ ମିଳିବ ଏଇ ସବୁ ଆମର ପୋଷେନାକାତମର ଆମର କଣ ଅଛି ନା ଆମର ଦେଖା ଯାଇଥାଏ ଏଇ ସବୁ ଜିନିଷ ରହୁଛି କଣ ହଉଛି ମମାନତମର 4ଟା ପାର୍ଟ ରହୁଥିଲା ସେ ଅନୁସାର ଆମର ଲାଇଫ ପୂଜା ପାଖରୁ ଆରମ୍ଭ କରି ଆମ ଆକ୍ଟିଭିଟି କେମିତି ଆମେ ମରିବା ପାଇଁ ଆମେ କୋଉ ପ୍ରକାର ଦଣ୍ଡ ପାଇବା ଇଏ ସବୁ ମଧ୍ୟ ସେଇ ଆମର କମାନତମର ଆମର କଣ ହଉଛି ବମାନତମର ଦେଖାଯାଏ ତ ଏଇ ସବୁ ଜିନିଷ ଦେଖିଲା ପରେ ନିଶ୍ଚିତ ରୂପେ ଆମ ଭିତରେ କଣ ହବ ଗୋଟେ ଜାଗରଣ ସୃଷ୍ଟି ହବ ଯେମିତି ଆମେ ଖରାପ କାମ କରିବାନି ଆମେ ଭଲ କାମ କରିବା ସବୁ ଆମେ ସେଥିପାଇଁ କଣ କରୁଛେ ଆମର ଏଇ ସବୁ ଜିନିଷକୁ ଆମର ଟିଚିଂ ଲର୍ଣ୍ଣିଂ ପ୍ରୋସେସରେ ଆମେ ରଖୁଛେ ନାଇଁ ଟିଚିଂ ପିରିୟଡରେ ତାକୁ ଇନଭଲ୍ଭ କରୁଛେ ତାପରେ ତମର କଣ ଅଛି ନା ଆମର ସେଡୋ ପୁପେଟ୍ସ ଆମର ସେଡୋ ପୁପେଟ୍ସ ଭିତରେ କଣ ରହୁଛି ଆଚ୍ଛା ସେଡୋ ପୁପେଟ୍ସ ତମେ ଏଇଠି ବୁଝିପାରୁଛ ସେଡୋ ପୁପେଟ ସେଡୋ ଆସିଲା ମାନେ କଣ ରେ ଛାଇ ତ ଗୋଟେ ଜିନିଷର ଛାଇକୁ ୟୁଜ କରିକି ଆମେ କେମିତି ଗୋଟେ ଚିତ୍ରଟେ ଆଙ୍କିବା ତ ସେଇଟା ହଉଛି ସେଡୋ ପୁପେଟ ମାନେ ଗୋଟେ କଣ୍ଢେଇ ଆଙ୍କିବା ଗୋଟେ ଚିତ୍ର ଆଙ୍କିବା ସେଇଟା ତମେ ଦେଖିଥିବ ତମେ ଏବେ ବି ତମେ ସବୁ କଣ ଆମ ସୋସିଆଲ ମିଡିଆରେ ଦେଖିଥିବ କେତେବେଳେ ବି ତମେ କଣ ଦେଖିଥିବ ନା କିଛି କାଗଜକୁ ଏମିତି ଆଡଜଷ୍ଟ କରାଯାଇଥିବ ତା ପଛରେ ହନୁମାନଙ୍କ ଚିତ୍ର ଆସିଯାଉଥିବ କୌଣସି ନିର୍ଦ୍ଦିଷ୍ଟ ମନ୍ଦିରର ଚିତ୍ର ଆସିଯାଉଥିବ କୌଣସି ଦେବୀ ଦେବତା ସବୁ ସେମାନଙ୍କୁ ଦେଖିଥାଉଥିବେ ବା କିଛି ଗୋଟେ କାଠ ପତଳା ପତଳା କାଠକୁ ଏମିତି ବ୍ୟବହାର କରାଯାଇଥିବ ଯାହାକି ପଛରେ ତାର ଯୋଉ ଛାଇଟା ପଡୁଥିବ ଛାଇ ଅନୁସାରେ ଗୋଟେ ଚିତ୍ରଟା ସୃଷ୍ଟି ହଉଛି ତାକୁ ଆମେ କଣ କହୁଛେ ନାଇଁ ସେଡୋ ପୁପେଟ୍ସ କହୁଛେ ଏ ସେଡୋ ପୁପେଟ୍ସ କଣ ହଉଛି ନା କୋଉ କୋଉ ଜାଗାରେ ଦେଖାଯାଇଥାଏ ନା ସେଡୋ ପୁପେଟ୍ସ ବି ଆମ ଭାରତର ବହୁତ ଗୁଡେ ରାଜ୍ୟ ଦେଖାଯାଉଛି ଯୋଉଟା କି ଆମ ଓଡିଶାରେ ଦେଖାଯାଉଛି କେରଳ ନାଇଁ ସେଡୋ ପୁପେଟ୍ସ କୋଉଠି ଦେଖାଯାଇଥାଏ ଓଡିଶା କେରଳ ଆନ୍ଧ୍ରପ୍ରଦେଶ ତାପରେ ରହୁଛି କଣ ହଉଛି କର୍ଣ୍ଣାଟକ ମହାରାଷ୍ଟ୍ର ମହାରାଷ୍ଟ୍ର ଆଉ କଣ ରହୁଛି ତମର ନା ଆମର ଆଉ ଗୋଟେ ରାଜ୍ୟ ରହୁଛି ଆମର ତାମିଲନାଡୁ ଏଇ ସବୁ ଜିନିଷରେ ଆମର ସେଡୋ ପୁପେଟ୍ସ ଦେଖାଯାଏ ଏଇ ସବୁ ରାଜ୍ୟ ମାନଙ୍କର ଆମର ସବୁ କଣ ନା ସେଡୋ ପୁପେଟ୍ସ ଦେଖାଯାଏ ସେ ସେଡୋ ପୁପେଟ୍ସ ଭିତରେ ଆମର ଯେମିତି ଆମର କଣ ନା ଷ୍ଟ୍ରିଙ୍ଗ ପୁପେଟ୍ସ କୁ ଆମେ ବିଭିନ୍ନ ରାଜ୍ୟ ଅନୁସାରେ ବିଭିନ୍ନ ନାଁ କରାଯାଇଛି ସେଇ ସେଡୋ ପୁପେଟ୍ସ କୁ ମଧ୍ୟ ବିଭିନ୍ନ ରାଜ୍ୟ ଅନୁସାରେ ତାର ନାଁ ରହିଛି ସେଠି ଯେମିତି ଆମର କର୍ଣ୍ଣାଟକରେ କଣ କରାଯାଇଛି ନା ସେଡୋ ପୁପେଟ୍ କୁ କଣ କରାଯାଇଛି ନା ଆମର ଟଗଲୁ ଗମ୍ବେତା ହେଲା କି ଟଗାଲୁ ଗମ୍ବେତା କର୍ଣ୍ଣାଟକରେ କଣ ହଉଛି ନା ଟଗାଲୁ ଗମ୍ବେତା ବୋଲି ନାମିତ କରାଯାଇଛି ତାପରେ ଆଉ କଣ ରହୁଛି ନା ତମେ ଯେହେତୁ ଆନ୍ଧ୍ର ବିଏଡ୍ କରୁଛ ନା ଆନ୍ଧ୍ରପ୍ରଦେଶର ମନେ ରଖିଥାଅ ଆମର ଯୋଉ ସେଡୋ ପୁପେଟ୍ ରହୁଛି ତାକୁ କଣ କରାଯାଉଛି ନା ଥଲୁ ବମଲତା ଏ ଥଲୁ ବମଲତାରେ କଣ ହଉଛି ନା ଏଠି କୋଉ ପ୍ରକାରର ଚିତ୍ର ଅଙ୍କାଯାଏ ନା ସାଧାରଣତଃ ତମେ ଜାଣିବ ରାଜା ରାଣୀ ମାନେ ରାଜ୍ୟ ସମ୍ପର୍କିତ ଯୋଉ ଚିତ୍ର ରାଜା ରାଣୀ ହେଇପାରନ୍ତି ସେଇମାନଙ୍କ ଚିତ୍ରକୁ ସେଠି ସୃଷ୍ଟି କରାଯାଇଛି ତ କଣ ଥିବ ନା ଗୋଟେ ନାଟକ ପରିବେଷଣ ହବ ସେଠି କଣ ରାଜା ଆସୁଛନ୍ତି କେମିତି ଦେଖେଇବା ନା ତାକୁ ସେଇ ପ୍ରକାରର କଣ କରିବା ନା ସେ ଆଡଜଷ୍ଟ କରିକି ବା ଯୋଉ କାଗଜ ବା ଯୋଉ କଣ ରହୁଛି ନା ଆମର କାଠ ରହୁଛି ନରମ କାଠ ରହୁଛି ତାକୁ ବ୍ୟବହାର କରି କଣ ରାଜାଙ୍କର ପ୍ରତିମୂର୍ତ୍ତି ସୃଷ୍ଟି ହଉଛି ସ୍କ୍ରିନରେ ସେଇ ପ୍ରକାରର କରାଯାଇଥିବ ପିକ୍ଚରଟା କ୍ରିଏଟ କରାହଉଛି ତାହେଲେ ଆମର କର୍ଣ୍ଣାଟକରେ କଣ କଲେ ନା ଆମର ଟଗାଲୁ
ବମ୍ବେତା ଆଉ ହଉଛି ଆମର ଆନ୍ଧ୍ରପ୍ରଦେଶର ଯୋଉ ଆମର ସେଟ ଅଫ୍ ପୁପେଟ ରହୁଛି ଆଉ ଖଲୁ ବମଲତା। ରାଜା ମହାରାଜାଙ୍କର ପିକ୍ଚରଟା ଆମର ଏଇ କଣ ହଉଛି ଆନ୍ଧ୍ରପ୍ରଦେଶର ଯୋଉ ଆମର ସେଟ ଅଫ୍ ପୁପେଟ ରହୁଛି ଖଲୁ ବମଲତା ସେଥିପାଇଁ ଆମର ସୃଷ୍ଟି କରାଯାଇଥାଏ। ଏଠିରେ ସାଧାରଣତଃ ଆମର ଟଗଲୁ ତୁଳନାରେ ଟିକେ ହାଇଟ୍ ଅଧିକ ଉଚ୍ଚତାର ଆମର ଚିତ୍ରରେ ଆମର ସୃଷ୍ଟି ହେଇଥିଲା। ତାପରେ ଆମ ଓଡିଶାରେ ମଧ୍ୟ ଆମର ସେଟ ଅଫ୍ ପୁପେଟ ଗୋଟେ ରହୁଛି, କିନ୍ତୁ ଆମ ଓଡିଶାରେ ଆମର କାଗଜ କରୁନି। ଓଡିଶାରେ କଣ କରାଯାଇଥାଏ ନା ହରିଣର ଚର୍ମକୁ ବ୍ୟବହାର କରିକି ତାର ଛାଇ ପକେଇକି ଗୋଟେ ଚିତ୍ରଟେ ସୃଷ୍ଟି କରା, ଯୋଉଟାକି ଆମେ କଣ କରୁଛେ ରାବଣ ଚାୟ ହେଲା କି ରାବଣ ଚାୟା ଯୋଉ ଓଡିଶାରେ କଥା କହୁଛେ ଯୋଉଟାକି ହରିଣର ଚର୍ମଟାକୁ ବ୍ୟବହାର କରାଯାଇଥାଏ ସେଇଠି। ତାପରେ ରହୁଛି କଣ ରଡ ପୁପେଟ ରହୁଛି। ରଡ ପୁପେଟ ମାନେ କଣ ହେଇଥିବ ନା ଗୋଟେ ରୋଡରେ ତାକୁ ଗୋଟେ ଫିକ୍ସ ରଖା ହେଇଯିବ, ରୋଡ ସାହାଯ୍ୟରେ ବା ଆମର ଯୋଉ ଷ୍ଟ୍ରିଙ୍ଗ ସାହାଯ୍ୟରେ ତାକୁ କଣ ହେଇଥିବ ନା ଆଡଜଷ୍ଟ କରାହେବ। ତ ସେଇ ଅନୁସାରେ ରଡ ପୁପେଟ ସବୁ ଇଏ ରହୁଛି, ଯୋଉଟାକି ଆମ ୱେଷ୍ଟ ବେଙ୍ଗଲ ଆଉ ଓଡିଶାରେ ସେଟା ପରିଚିତ। ୱେଷ୍ଟ ବେଙ୍ଗଲ ସବୁଠୁ ଗୋଟେ ବଡ ଆମର ପରିଚିତ ଆମର ପୁପେଟ ରହୁଛି ନା ପୁତୁଲ ନାଚ, ଯୋଉଟା ଶୁଣିଥିବ। ପୁତୁଲ ନାଚଟା ଆମର ୱେଷ୍ଟ ବେଙ୍ଗଲରେ ପରିଚିତ। ସେଇ ଅନୁସାରେ ଆମର ବିହାରରେ ଗୋଟେ ହଉଛି କଣ ୟମପୁରୀ। ତାପରେ ଆଉ ବେଶୀ କିଛି ସେମିତି ନାହିଁ। ଏଇ ସବୁ ଜିନିଷଟାକୁ ତମେ ଓଭରଲୁକ୍ ଟିକେ ନା ପକେଇଥିବ ହେଲା କି। ତ ଏଇ ସବୁ ଜିନିଷ ରହୁଛି ତମର ସବୁ ଆସେ ଆମର ଏଇ ଯେ ଲୋକାଲ ଆର୍ଟ ଫର୍ମ କେତେ ତମକୁ ପଢେ, ଏଇ ଜିନିଷ କଥା ମନେ ରଖିଥିବ, ସେ ଅନୁସାରେ ଟିକେ ଲେଖିବ। ତାହେଲେ ଟିକେ ମନେ ରଖିବାର ଅଛି କଣ ଅଛି ନା ଷ୍ଟ୍ରିଙ୍ଗ ପୁପେଟ ଆଉ ଗୋଟେ ଅଛି ସେଟ ଅଫ୍ ପୁପେଟ। ସେ ଦିଟା କଥା ମନେ ରଖିଲେ ତମେ ଅଟୋମେଟିକାଲି ଆଉ କୋଉ ରାଜ୍ୟର କେତେ ନାଁ କୋଉ ପ୍ରକାର ନାଁ ଦିଆଯାଇଛି ସେଇ କଥାକୁ ତମର ସବୁ କଣ କରିବାର ଅଛି ନା ମନେ ରଖିବାର ଅଛି। ତମେ ଯଦି ଠିକରେ ମନେ ରଖିପାରିବ ତାହେଲେ ଏଇ ଜିନିଷ ତମକୁ ଆଉ ବେଶୀ କିଛି ଅସୁବିଧା ହବନି ପରୀକ୍ଷାରେ। ଏଇ ସବୁ ଜିନିଷ ସବୁ ରହୁଥିଲା ତମର, ନିଶ୍ଚିତ ରୂପେ ତମେ ଏଇ ସବୁ କଥାଟାକୁ ଭଲକି ମନେ ରଖିବ। ଠିକ ଅଛି, ସବୁ ଯେତିକି ବି ପଢା ଗଲା ସମସ୍ତେ ବୁଝିପାରିଲ ନା?